ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ବନାଞ୍ଚଳ ପକ୍ଷରୁ ଜଙ୍ଗଲରେ ନିଆଁ ଲଗାଇବା ପାଇଁ ଯବାନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚେତନାର ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଶିବିରରେ କାଲିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ଟଙ୍କଧର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଯବାନୀପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକିଶୋର ମଲ୍ଲିକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ତେଲେରାଇ ସିଆରସିସି ଶିକ୍ଷକ ରାଜେନ୍ଦ୍ର ତ୍ରିପାଠୀ ଓ ଦେବା ମାଡ଼କାମୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯବାନପାଲି ବିଦ୍ୟାଳୟର ଛାତ୍ରଛାତ୍ରୀ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ସମସ୍ତ ଉପସ୍ଥିତ ଥିବା ଅତିଥିମାନେ ଯୋଗ ଦେଇ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ଯୋଗୁଁ ମୂଲ୍ୟବାନ ଗଛପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିସହିତ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି ବୋଲି ଅଭିଭାଷଣ ରଖିଥିଲେ। ତେଣୁ ସମସ୍ତେ ସଚେତନତା ହେବା ଦରକାର, ଯେମିତିକି ଜଙ୍ଗଲର ସୁରକ୍ଷା ହୋଇପାରିବା ସହିତ ବନ୍ୟଜନ୍ତୁମାନେ ମଧ୍ୟ ସୁରକ୍ଷିତ ଭାବରେ ରହିବେ ବୋଲି ଉପସ୍ଥିତ ଅତିଥିମାନେ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇବା ସହ ଶପଥପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଲିମେଳା ବନାଞ୍ଚଳର ସମସ୍ତ ବନପାଳ ବନରକ୍ଷୀ ସହ PNGO ଷ୍ଟାଫ୍ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କାଲିମେଳା ବନପାନ ମୃତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିଲେ। ମାଲକାନଗିରି ଜିଲ୍ଲାରୁ ସ୍ୱତନ୍ତ୍ର ଜିଲ୍ଲା ପ୍ରତିନିଧି ଏନ୍ ରବିଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।